ଆଜି ସକାଳୁ ଠିକ୍ ମୁଁ ଜଳଖିଆ ଖାଇଲା ବେଳକୁ ମୋ ଝିଅ ଆସି ପହଞ୍ଚିଗଲା। ଲିପି ତାକୁ ଆଉ ଗୋଟେ ଟ୍ରେରେ ଜଳଖିଆ ବଢ଼େଇ ଦେଲା, ହେଲେ ସିଏ ନାହିଁ ନାହିଁ ହେଉଥିଲା। ଖାଇଲା ବେଳେ ପଚାରିଲା, ବୋଉ ଏ ପୋଡ଼ କେଉଁଠୁ ଆଇଲା କିଲୋ, ବଢ଼ିଆ ଲାଗୁଛି। ମୁଁ କହିଲି ତୁ କେମିତି ଘରକୁ ଆସିଲୁ ଆଗ କହି ସାରେ, ତାପରେ ପୋଡ଼ କେଉଁଠୁ ଆସିଲା ମୁଁ ତତେ କହିବି। ସେ କହିଲା ମୋ ପୁଅର ଆଜି ସ୍କୁଲରେ କାର୍ତ୍ତିକ ପୂର୍ଣ୍ଣମୀ ସେଲିବ୍ରେସନ୍ ଥିଲା, ସେଥିପାଇଁ ମୁଁ ତାକୁ ଆଗୁଆ ଛାଡ଼ିବାକୁ ଆସିଥିଲି। ସ୍କୁଲକୁ ଆସିଛି ଯେତେବେଳେ ଘରକୁ ଟିକେ ପଶି ଆସିଲି, ଏତିକି ବେଳେ ତା ଝିଆରୀ ତା ପାଖରେ ଗେହ୍ଲେଇ ହେଉଥିଲା। ଆପଣମାନେ ଆଗରୁ ଜାଣିଛନ୍ତି ସେ ଅପା ଝିଅଙ୍କର ଭାରି ଭଲ ପଡ଼େ, ଆଉ ଆମ କୁନି ବି ବେଳେବେଳେ ଯାଇ ତାଙ୍କ ଘରେ ରହେ। ଆଜି ବି ସେ ତା ସାଙ୍ଗେ ଯିବାକୁ ଚାହୁଁଥିଲା, କିନ୍ତୁ ଗୁଲୁରି ତାକୁ ଆଜି ନେବାକୁ ପ୍ରସ୍ତୁତ ନଥିଲା। ସେଠି ମୁଁ କହିଲି ତୋ ଚୁପାପା ପରା ଅଛି, ତୁ କେମିତି ଯିବୁ ବୋଲି କହୁଛୁ? ସେ କହିଲା ସେ ତ ସବୁବେଳେ ମୋ ପାଖରେ ଅଛି, ମୁଁ ଆଜି ଅପା ପାଖକୁ ଯିବି। ଏଇଥିରେ ରାଗି ଯାଇ ସେ ବାହାରେ ମୁହଁ ଫୁଲେଇକି ବସିଲା। ଦେଖିଲା ବେଳକୁ ଆମେ ଖୋଜିଲୁ କୁନି କୁଆଡ଼େ ଗଲା। ମା ସାନ୍ତାଣୀ ରାଗିକି ଯାଇ ସେଠି ବସିଛନ୍ତି, ଆଉ ସେ ରୁଷି ଥିଲା ପରା। ଆଉ ଗୋଟେ ମଜା କଥା କହିବି, ପିଲାଦିନେ ନା ମୁଁ ବି ବହୁତ ରୁଷୁଥିଲି, ଆଉ ମୋ ବାପା ବୋଉଙ୍କୁ ବହୁତ ହଇରାଣ କରୁଥିଲି। କୁନିର ଏଇ ରୁଷା ଗୁଣ ଦେଖି ମୋର ପିଲାଦିନ ମନେ ପଡ଼ିଗଲା। ତା ରୁଷାକୁ ପୁଣି ମନେଇବାକୁ ପଡ଼ିବ। ହଉ ସେ କିଛି ସମୟ ଟିକେ ବସିଗଲେ ବି ରାଗ ଥଣ୍ଡା ହେଇଯିବ, ଏଇଆ ଭାବି ଆମେ ଅନେକ ସମୟ ଯାଏ ତା ପାଖକୁ ଗଲୁନି। କିନ୍ତୁ ସେ ସେମିତି ମୁହଁ ଫୁଲେଇକି ସେଠି ବସିଥିଲା। ଝିଅ ତ ଖୁବ୍ କମ୍ ସମୟ ରହିଲା, ଖାଲି ଗୋଟେ ଘର ପାଖଟା। ମୁଁ ସିଆଡ଼ୁ ଆଇଲା ପରଠୁ ତା ସହିତ ଦେଖା ହେଇନି, ସେଥିପାଇଁ ସିଏ ସିନା ଟିକେ ମୁହଁ ମାରିଦେଲା। ଏ ଆସିବା ନ ଆସିବା ସମାନ। ଯାହା ବି ହଉ ଝିଅ ମୋର ଆଇଲା, ମୁଁ ତାକୁ ଟିକେ ଦେଖିଲି, ସେତିକି ବଡ଼ କଥା। ତା ଘର ପ୍ରତି ଗୋଟେ କର୍ତ୍ତବ୍ୟ ମୁଁ ଏପର୍ଯ୍ୟନ୍ତ ପୁରା କରିନି। ସମୁଦିଙ୍କ ଦେହ ଟିକେ ଖରାପ ଥିଲା, ଦେଖିବାକୁ ଯାଇନି। ଆଜି ନିଶ୍ଚୟ ଯିବି ବୋଲି ଭାବୁଛି, ହେଲେ କ'ଣ ହେଇଛି କେଜାଣି ଆସିଲା ପରଠୁ ମୋ ଦେହଟା କାହିଁକି ଜମା ମୋତେ ସାଥ ଦେଉନି, ଭାରି ଅଳସୁଆ ଲାଗୁଛି। ଏଇ କଥାବାର୍ତ୍ତା ଭିତରେ ଝିଅ ମୋର ବାହାରି ପଡ଼ିଲା ଘରକୁ ଫେରିଯିବାକୁ। ଆଉ କୁନିକୁ ଟିକେ ଲାଞ୍ଚ ନଦେଲେ କେମିତି ହେବ? ଏ ଯୁଗଟା ସତରେ ଲାଞ୍ଚୁଆ ହେଇଗଲାଣି। ଏଡ଼ିଏ ଛୋଟିଆ ପିଲାଟେ ଜମା ରାଜି ହେଉନଥିଲା, କହିଲା ମୁଁ ଆଜି ନିଶ୍ଚୟ ଅପା ଘରକୁ ଯିବି। ହେଲେ ତା ଅପା ଚାଲାକି ପଡ଼ି କହିଲା, ମୁଁ ତୋତେ ସ୍କୁଟରରେ ବୁଲେଇ ଦେବି। ତାକୁ ଯେମିତି ଭଲ କି ଗୋଟେ ଘେରା ସ୍କୁଟରରେ ବୁଲେଇ ଦେଲା, ସିଏ ପୁରା ଖୁସ୍। ତାପରେ ମୋ ଝିଅ ବାହାରିଲା ଯିବା ପାଇଁ। ସେ ସ୍କୁଟରରେ ଆଇଲେ ମୋତେ ଭାରି ଚିନ୍ତା ଲାଗେ। ଏତେ ଗହଳି ରାସ୍ତାରେ ଆସେ ଯାଏ, ସବୁବେଳେ ଯାଉଛି, ମାର୍କେଟିଂ ବି କରୁଛି, ହେଲେ ମୋ ମନ ବୁଝେନି। କାହିଁକି ନା ସିଏ ଏଇଠି ବି ସେତେ ଭଲରେ ଶିଖିନଥିଲା। ଲିପି ତାକୁ ମୁଣ୍ଡିଆ ମାରି ଘରକୁ ଚାଲିଗଲା, ଆଉ ତା ବାପା ତାକୁ କହିଲେ, ମା ଲୋ ଯେତେବେଳେ ସ୍କୁଟର ଚଲେଇବୁ ଆଗ ଓଢ଼ଣୀଟିକୁ ସଜାଡ଼ି ଦେବୁ। ମୁଁ ଏଇ କଥାଟା କହିଲି ଏଇଥିପାଇଁ ଯେ ବେଳେବେଳେ ଶାଢ଼ୀ କାନି ଆଉ ଓଢ଼ଣୀ ବହୁତ ବଡ଼ ବଡ଼ ବିପଦକୁ ଡାକି ଆଣେ। ତେଣୁ ଆପଣମାନେ ଯିଏ ସ୍କୁଟି ଚଲାଉଛନ୍ତି ସେଇ କଥାଟା ପାଇଁ ନିଶ୍ଚିତ ଭାବରେ ଯତ୍ନବାନ ହେବେ। ସେ ନିଜର ଓଢ଼ଣୀକୁ ସଜାଡ଼ି ଦେଇ ତା ଘରକୁ ବାହାରି ପଡ଼ିଲା, ଆଉ ଆମେ ବାପା ମା ସେଠି ଠିଆ ହେଇ ତାକୁ ବିଦାୟ ଦେଲୁ। ଝିଅ ପର ଘରି ଅଳ୍ପ ସମୟ ପାଇଁ ଆସିକି ଗଲେ ବି ମନଟା ଭାରି ଦୁଃଖ ଲାଗେ। ଯଦି ଏଇନା ମୋ ଝିଅ ହେଇଥାନ୍ତା, ଏମିତି କ'ଣ ସାଙ୍ଗେ ସାଙ୍ଗେ ନ ଖାଇ ନ ପିଇ ଅଧା ଟିକେ ଜଳଖିଆ ଖାଇଦେଇ ପଳେଇଥାନ୍ତା? ଆଜି ଝିଅ ସାଙ୍ଗେ କେବଳ ଏଇ ପ୍ରସଙ୍ଗ ହିଁ ମୁଁ ଗପି ଚାଲିଥିଲି। କାଲି ମୋ ପାଖକୁ ଆସିଥିବା ଏଇ ଦୁଇ ପୁଅଙ୍କ କଥା, ଆଉ ଯେଉଁ ଛେନାପୋଡ଼ କଥା ସିଏ ପଚାରିଥିଲା, ସେଇ ଛେନାପୋଡ଼ ପୁରା ଏଇ ପୁଅ ଦିହେଁ ଆଣିଥିଲେ। କାଲି ସନ୍ଧ୍ୟାବେଳେ ହଠାତ୍ ମୋ ପାଖକୁ ଗୋଟେ ଫୋନ୍ ଆସିଲା। ମୁଁ ଭାବିଲି କିଏ ଫୋନ୍ କରିଥିବ, ଉଠେଇବି କି ନାହିଁ। ତଥାପି ମୁଁ ସବୁବେଳେ ଅଜଣା ଫୋନ୍ ନମ୍ବର ଉଠାଏ, ଯେହେତୁ ସାମାଜିକ ସମ୍ପର୍କ ଏବେ ମୋର ବହୁତ ବଢ଼ିଯାଇଛି। ସେ ଫୋନ୍ଟିକି ମୁଁ ଉଠେଇଲା ବେଳକୁ ପୁଅ ଦିହେଁ ଆସି ଖଣ୍ଡଗିରି ପାଖରେ ପହଞ୍ଚିଲେଣି। ସେତେବେଳକୁ ମୁଁ ଗୁଲି ଘରକୁ ଯିବା ପାଇଁ ବାହାରୁଥିଲି, ହେଲେ ମୁଁ ତ କାଲି ଗୁଲି ଘରକୁ ଯାଇପାରିବି। ଆଉ ଏମାନଙ୍କୁ କେମିତି କହିବି ମୁଁ ଘରେ ନାହିଁ ବୋଲି? ମୁଁ ମୋର ଯିବା ସ୍ଥଗିତ କରି ସେମାନଙ୍କୁ ଅପେକ୍ଷା କଲି, ଆଉ ସେମାନେ ଦିହେଁ ଆସି ଘରେ ପହଞ୍ଚିଗଲେ। ସବୁଠୁ ଖୁସି ଲାଗିଲା ସେମାନେ ଆଣିଥିବା ମୋ ପାଇଁ ଏଇ ଗିଫ୍ଟଟା, ମାନେ ଗିଫ୍ଟର ଓଡ଼ିଆ ଏଇ ଉପହାରଟି। ଆଉ ମୁଁ ଭାବିଲି ମୁଁ ବି ଆଜି ତାଙ୍କୁ ଗୋଟେ ଭଲ ଜିନିଷ ଚଖେଇବି। ଆପଣମାନଙ୍କୁ ମୁଁ ବହୁତ ଦିନ ଆଗରୁ କହିଥିଲି ଗୁଡ଼ ଖିଚୁଡ଼ି କେମିତି ହୁଏ ବତେଇବି, କିନ୍ତୁ କରିବି ହେଇ କରିନଥିଲି। ଏ ପଞ୍ଚୁକ ଥାକରେ କାଲି ସକାଳ ଓଳି ମୁଁ ଘରେ ଗୁଡ଼ ଖିଚୁଡ଼ି କରିଥିଲି, ଆଉ ସେମାନଙ୍କୁ ବି ଗୁଡ଼ ଖିଚୁଡ଼ି ଖାଇବାକୁ ଦେଲି। ଦେଖନ୍ତୁ ଯେତିକି ଚାଉଳ ତାଠୁ ଟିକେ କମ୍ ପରିମାଣରେ ମୁଗ ଡାଲି, ଭାଙ୍ଗା ଯାଇଥିବା କଞ୍ଚା ମୁଗ ହେଲେ ବହୁତ ଭଲ, କିନ୍ତୁ କଞ୍ଚା ମୁଗ ବେଶୀ ନଥିଲା। ତାକୁ ଟିକେ ସମାନ କରିବା ପାଇଁ
ମୁଁ କିଣା ଯାଇଥିବା ମୁଗ ଡାଲିକି ମିଶାଇଦେଲି। 3 ପା ନେଇଥିଲି ଚାଉଳ, 3 ପାରୁ ଟିକେ କମ୍ ନେଲି ମୁଗ। ଚାଉଳ ଆଉ ମୁଗକୁ ଭଲ ରକମ ଧୋଇଦେଲି। ଧୋଇକି ବେଲାରେ ସମାନ କରି ମାପ ରଖିଦେଲି। ସିଆଡ଼େ ପ୍ରେସର ବସାଇ ସେଥିରେ ଟିକେ ଡାଲଡା ଘିଅ ଦେଇ କାଜୁ ଆଉ କିସମିସକୁ ଭଲ ରକମ ଭାଜିଦେଲି। କାଜୁ କିସମିସକୁ ଭାଜି କାଢ଼ିଦେଲା ପରେ ସେଇ ତେଲ ଦେହରେ ଟିକେ ତେଜପତ୍ର ପକାଇଦେବି। ଏସବୁ କାମ ଆପଣ ଧୀର ଜାଳରେ କରିବେ। ଯଦି ଆପଣ ଗ୍ୟାସ୍ର ଇଏକୁ ଅଧିକା କରିଦେବେ ତାହେଲେ ଏ କାମଟା ଭଲରେ ହେବନି। ଘିଅ ପୁରା ତାତିଯିବ ଆଉ ଏଗୁଡ଼ା ସବୁ କଳା ପଡ଼ିଯିବ, ଯାହାଦ୍ୱାରା ଖାଇବାକୁ ବି ପିତୁକୁଳିଆ ଲାଗିବ, ଆଖିକୁ ବି ଭଲ ଦେଖାଯିବ ନାହିଁ। ହାଲକା ଜାଳରେ ବାଦାମୀ ରଙ୍ଗ ହେବା ଯାଏ ତାକୁ ସବୁ ଭାଜି କାଢ଼ିଦେବେ। ଆଉ ସେଇ ଯେଉଁ ତେଲ ବଳିଛି ସେଥିରେ ଟିକେ ତେଜପତ୍ର ପକାଇବେ। କେହି କେହି ଜିରାର ବାସ୍ନାକୁ ବି ଭଲ ପାଆନ୍ତି। ଯଦି ଆପଣଙ୍କୁ ଭଲ ଲାଗେ ଟିକେ ଜିରା କିମ୍ବା ହେଙ୍ଗୁ ପକାଇ ପାରିବେ। କିନ୍ତୁ ଆମ ଘରେ ତ କେହି ହେଙ୍ଗୁ ବି ଭଲ ପାଆନ୍ତିନି କି ଜିରା ବି ଭଲ ପାଆନ୍ତିନି। ସେଥିପାଇଁ ମୁଁ ଏଠି ଜିରା ବା ହେଙ୍ଗୁ ନ ପକାଇ ତେଜପତ୍ର ପକାଇଲା ପରେ ଟିକେ ଖଣ୍ଡ ଡାଲଚିନି, ଟିକେ ଗୋଟା ଗୁଜୁରାତି ଆଉ କେତେଟା ଲବଙ୍ଗ ପକାଇଦେଲି। ତାକୁ ସାମାନ୍ୟ ହାଲକା ଭାବରେ ଭାଜିଦେବେ। ଭାଜି ଦେଇ ସାରିଲା ବେଳକୁ ଯେଉଁ ଚାଉଳ ରଖିଥିଲେ ତା ପାଣି ଭଲରେ ନିଗାଡ଼ିକି ରଖିଥିବେ, ସେ ଚାଉଳକୁ ଆଣିକି ଏଇଥିରେ ପକାଇବେ। ପକାଇଲା ପରେ ସେ ଚାଉଳଟା ପୁରା ଜୋରରେ ଲାଗିଯିବ। ଆପଣ କଲେ ଜାଣିବେ ଜୋରରେ ଲାଗିଯିବ। ଏ ଯେଉଁ ପାଣି ଟିକେ ଟିକେ ରହିଯାଇଛି ସେଇଥିପାଇଁ ସେ ଚାଉଳଟା ପ୍ରେସର ଦିହରେ ଲାଗିଯିବ। କିନ୍ତୁ ଆପଣ ତାକୁ ଏତିକି ସମୟ ଯାଏ ଭାଜିବେ ଯେମିତି ପାଣିଟା ମରିଯିବ। ଇଆଡ଼େ ଯେତିକି ଚାଉଳ ଆଉ ଡାଲି ମିଶିକି ଯେତିକି ନେଇଥିଲେ ତା'ର 2 ଗୁଣା ପାଣିକୁ ଗରମ କରିବେ। 2 ଗୁଣାରୁ ଅଧିକ କରିବେନି କି କମ୍ କରିବେନି। ଯଦି ଆପଣଙ୍କୁ ଏମିତି ଏକାଠି ମାପିବାକୁ ଅସୁବିଧା ହେଉଛି ଆପଣଙ୍କୁ ଯେମିତି ସୁବିଧା ହେବ ମାପିବେ। କିନ୍ତୁ ଡାଲି ଚାଉଳ ମିଶିକି ଯେତିକି ତା 2 ଗୁଣା ନେବେ ପାଣି। ତାପରେ ସେ ଭାଜୁଥିବା ଚାଉଳ ଡାଲି ଦେହରେ ଲୁଣ ହଳଦୀ ପକାଇଦେବେ। ସେଇଟା ଆପଣଙ୍କ ଇଚ୍ଛା। ଏଇଟା ବି ଧଳା ପୁରା ହଳଦୀ ନ ପକାଇକି ଓରିଆ ଭଳିଆ କଲେ ବି ହୁଏ। ଆମର ତ ଟିକେ ହଳଦୀ ପକାଇବା ଅଭ୍ୟାସ, ମୁଁ ଟିକେ ହଳଦୀ ପକାଇଥିଲି। ଦେଖନ୍ତୁ ଆଉ ସେ ପ୍ରେସରରେ ଲାଗୁନି, ତାମାନେ ପାଣି ପୁରା ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଯାଇଛି। ମୁଁ ଏକା ବେଳକେ 2ଟା କାମ କରୁଥିଲି। ଆପଣମାନଙ୍କୁ ଏଇ ରେସିପିଟା ଦେଉଥିଲି ଆଉ ଲିପିକୁ ବି ତାରି ହାତରେ କରିକି ଏଇଟା ଶିଖେଇଦେଲି, ଯାହାଦ୍ୱାରା କି ମୁଁ ନ କଲେ ବି ସେମାନେ କରିବେ। ଦେଖୁନାହାନ୍ତି ଧଡ଼ପଡ଼ ହେଇ ଖାଲି ହାତରେ ଓହ୍ଲାଉଥିଲା, ହାତ ତାତିଗଲା, ପୁଣି ଧରିଲା କପଡ଼ାରେ ଆଉ ମପା ହେଇ ରହିଥିବା ସବୁଯାକ ପାଣି ସେଥିରେ ଦେଇଦେଲା। ଭାଜିଲା ବେଳେ ଯେଉଁ ଚାଉଳ ସବୁ ଏପଟ ସେପଟ ହେଇ ଲାଗିଥିଲା ତାକୁ ସବୁ ସଜଡ଼ା ସଜି ବାଗାବାଗି କରିଦେଇକିରି ତା ଦେହରେ କ'ଣ କଲା, ସେ କାଜୁ କିସମିସ ଯେଉଁ ଭଜା ହେଇଥିଲା ତାକୁ ପକାଇଦେଲା। ଆପଣମାନଙ୍କୁ ଯଦି ନଡ଼ିଆ କୋରା ବା ଖଣ୍ଡ ନଡ଼ିଆ ଭଲ ଲାଗେ ଆପଣ ପକାଇ ପାରିବେ। କାଜୁ କିସମିସ ଇଚ୍ଛା ହେଲେ ପକାଇବେ, ଇଚ୍ଛା ନହେଲେ ପକାଇବେନି। କିନ୍ତୁ ଗୁଡ଼ ନିହାତି ପଡ଼ିବ। ଏପଟେ ସେ କରିଥିଲା ପୋଟଳ ରସା, ହେଲେ ସେ କଥା ମୁଁ ଆଜି ଆଉ କହୁନି। ସେଇଠୁ ସେଟା ବି ବିନା ପିଆଜ ରସୁଣରେ ସେ କରିଥିଲା, ଭଲ ବି ଲାଗୁଥିଲା। ଆଉ ଏପଟେ ସବୁ ପକାଇ ସାରିଲା ପରେ ଘର ଗୁଆ ଘିଅ 2 ଚାମଚ ଦେଇକି ତାକୁ ପ୍ରେସର ଦେଇଦେଲା। ପୂର୍ବ କାମ ସବୁ ହାଲକା ଜାଳରେ ହେଉଥିବା ବେଳେ ଏବେ କିନ୍ତୁ ପୁରା ଜାଳ ଦେବା ପାଇଁ ମୁଁ ତାକୁ କହିଲି। ପୁରା ଜାଳରେ ଗୋଟିଏ ହିସିଲ୍ ଦେବ, କିନ୍ତୁ ମନକୁ ଖୋଲିବ। ଆପଣ ଆଉ ଗ୍ୟାସ୍ ଟେକି ଦେବେନି। ମନକୁ ଯେତେବେଳେ ପ୍ରେସର ଖୋଲିବ ଖୋଲିବେ। ଦେଖନ୍ତୁ ସେ ଖୋଲିଲା ଆଉ ମୁଁ ତାକୁ କହିଲି ଯେ ଆଉ ଟିକେ ଘିଅ ତା ଦେହରେ ବୁଲେଇ ଦିଏ, ତା ଦେହ ତାହେଲେ ଏଟା ବାସ୍ନାଟା ଅତି ବଢ଼ିଆ ହେବ। ପ୍ରକୃତରେ ବି ଖିଚୁଡ଼ି ବହୁତ ଭଲ ହେଇଥିଲା। ମୁଁ ତାକୁ ସେଇଥିପାଇଁ କହିଲି ତୁ ଘାଣ୍ଟିକି ଟିକେ ଖିଚୁଡ଼ି ଦେଖେଇ ଦେ କେମିତି ଗୋଟି ଗୋଟି ହେଇଛି। ଆଜି ଖିଚୁଡ଼ି ତରକାରୀଟା ଜମିଥିଲା। ଆଜି ଖିଚୁଡ଼ି ଖାଇଲା ବେଳେ ଏକାଦଶୀ ଦିନ ଖାଇଥିବା ପ୍ରସାଦ ମୋର ମନେ ପଡ଼ୁଥିଲା। ମୋ ପୁଅ ମୋ ପାଇଁ ଟିକେ ମିଠା ଅନ୍ନ ଆଣିଦେଇଥିଲା, କିନ୍ତୁ ଆଉ କିଛି ଆଣିନଥିଲା। ସେଦିନ ଡେରି ରାତିରେ ଆଣିଲା, ଆଉ କିଛି ମିଳିନଥିଲା। ତାକୁ ମୁଁ ଲେମ୍ବୁ ଲଙ୍କା ପାଣି କରି ଏତେ ଶାନ୍ତିରେ ଖାଇଲି। ଭୋଗର ସ୍ୱାଦ ଆଉ ସନ୍ତୋଷ ଭିନ୍ନ। ଏଇ ଭୋଗ କଲାବେଳେ ମୁଁ ଭାବୁଥିଲି ସତରେ ଆଜି ଖିଚୁଡ଼ିଟା ବଢ଼ିଆ ହେଇଥିଲା, ସେଥିପାଇଁ ପୁରା ଭୋଗ ଭୋଗ ଲାଗୁଥିଲା। ଆଉ ଏକାଦଶୀ ଦିନ ଖାଇଥିବା ଭୋଗ କଥା ମୋର ମନେ ପଡ଼ିଯାଉଥିଲା। ଯାହା ହଉ କାଳିଆର ବଡ଼ ଦୟା, 2 ପାଳି ହେଲା ମୁଁ ବେଶ ମହାପ୍ରସାଦ ଖାଇ ଏକାଦଶୀ ପାଳୁଛି। ହଉ ଆଗକୁ ମୋ ପାଇଁ କ'ଣ ଅଛି ଦେଖାଯାଉ। ସବୁବେଳେ ତା ପାଖରେ ପ୍ରାର୍ଥନା, ତୋ କରୁଣା ଟିକେ ଝରି ପଡ଼ୁଥାଉ। ତୋ କରୁଣାରେ ମୁଁ ଅନୁଭବ କରୁଥିବି ତୋର ମୋ ପ୍ରତି ଭଲ ପାଇବା।
ତା ଭିତରେ ଦୁଃଖ ସୁଖ ଯାହା ଦେବୁ, ଆଉ ତ କିଛି କହୁନି। ସକାଳୁ ଠାକୁରଙ୍କ ଫୁଲମାଳ ଗୁନ୍ଥି ସାରିଲା ପରେ ବାବାଇ ବାବୁଙ୍କର ହର୍ନ ଶୁଭିଲା। ମୁଁ ଫୁଲମାଳ ତ ଗୁନ୍ଥି ସାରିଥିଲି, ତାକୁ ଥୋଇ ଦେଇ ଗଲି ବାହାରକୁ। ଏଇଟା ହେଉଛି ରବିବାରର କଥା। ଦେଖିଲା ବେଳକୁ ପୁଅ ବୋହୂ ମୋର ଏଠି ନାଟ ଚଲେଇଛନ୍ତି। ଗୋଟେ କୁକୁର ଛୁଆ ସିଏ କେଉଁଠୁ ଆଣିଛି, ଆଉ ଲିପି ମ୍ୟାଡ଼ାମ୍ ତାକୁ କ୍ଷୀର ଦେବାରେ ବ୍ୟସ୍ତ। ମୁଁ କହିଲି ତୋତେ କ'ଣ ପୁଅ ଝିଅ କାମ କରିକି ଆହୁରି ସମୟ ବଳକା ହେଉଛି କିଲ, ଏ ପାଲା କରୁଛୁ? ବାବାଇ କହିଲା ମୁଁ କ'ଣ କରିବି, ମୋତେ ତ ଜାଙ୍ଗୁ ଭାଇ କହିଲା ବାରିକୁ ବାରହା ଆସୁଛନ୍ତି, ଗୋଟେ କୁକୁର ନେଇଯା। କୁକୁର ଛୁଆଟି ସିଏ କେଉଁଠି ଖୋଜିକି ରଖିଥିଲା। ମୁଁ ଭାବିଲି କିଛି ହଉ, ଅଧଘଣ୍ଟେ ଖଣ୍ଡେ ହେଲେ ତ ଫୋନ୍ରୁ ପିଲାଙ୍କୁ ଟିକେ ବିରତି ମିଳିଯିବ, ସେମାନେ କୁକୁର ଛୁଆ ପଛରେ ଲାଗିବେ। ଲିପି ମୋତେ କହିଲା ବୋଉ ଦେଖ ତମ ପୁଅ ସେ କୁକୁର ଛୁଆକୁ କେମିତି ବୁଲେଟ୍ରେ ବସେଇକି ଆଣିଥିଲେ। ମୁଁ କହିଲି ଆଉ ତୁ କ'ଣ କଲୁ? ନା ସେ ଦାଣ୍ଡରେ ଠିଆ ହେଇକି ହର୍ନ ଦେଲେ, ଆଉ ମୁଁ ଯାଇ କୁକୁର ଛୁଆକୁ କାଖେଇ ଆଣିଲି। ମୁଁ କହିଲି ଭଲ କଲ, ତମେ 2 ଜଣ ଯାକ କୁକୁର ପ୍ରେମୀ ବୋଲି ମୁଁ ଜାଣିଲି। ହଉ ତାକୁ ରଖ, ମୁଁ ତମ ଗାଈମାନଙ୍କର ସେବା କରିପାରୁନି, ସେ କୁକୁର ଛୁଆ କାମ ମୁଁ କିନ୍ତୁ କିଛି କରିପାରିବିନି। ଏତିକି କହି ସେପଟକୁ ଅନେଇ ଦେଲା ବେଳକୁ ମୋ ପୁଅ ଦେଇଥିବା ଜଗନ୍ନାଥ ବଲ୍ଲଭ ଗଛରେ ଫୁଲ ଫୁଟିଥିଲା। ଏଇଟା ମୋର ପୁରୀ ପୁଅ ଦେଇଥିଲା। କିନ୍ତୁ ଆଜି ମୋର ଆଉ 2 ପୁଅ ଘରକୁ ଆସିଥିଲେ। ସେମାନଙ୍କ ନାଁ ଆପଣମାନେ କିଏ ଜାଣିଛନ୍ତି କି? କେମିତି ଜାଣିବେ? ଜଣଙ୍କ ନାଁ ସଂଗ୍ରାମ କେଶରୀ, ଆଉ ଜଣେ ତାଙ୍କ ବନ୍ଧୁ। ତାଙ୍କ ନାଁଟା ପୁରା ମନେ ପଡ଼ୁନି, ଏଇ ଲେଖିଦେବି ଇଏରେ। ମୋର ଏଇ ଆଳୁ ଦୋଷ ସବୁ, କିନ୍ତୁ ସେ ପୁଅ ଦିହେଁ ଆସିଥିବାରୁ ମୁଁ ବହୁତ ଖୁସି। ମନେ ପଡ଼ିଲା ମ, ଜଣେ ସଂଗ୍ରାମ ଆଉ ଜଣେ ସର୍ବେଶ୍ୱର। ତାଙ୍କର ଏଇ ସୁନ୍ଦର ଉପହାରଟି ମୋର ସାରା ଜୀବନ ପାଇଁ ମନେ ରହିବ। ସେ ଦିହିଁଙ୍କୁ ମୋର ଶୁଭାଶୀ।